ବିଜେଡିର ଭାଗ୍ୟ ବିଧାତା ବିଜେପି ନୁହେଁ। ବିଜେଡିର ଭାଗ୍ୟ ବିଧାତା ହେଉଛନ୍ତି ଓଡ଼ିଶାବାସୀ, ଯାହାଙ୍କ ସେବାରେ ବିଜେପି ସମର୍ପିତ। ବିଜୁ ଆଦର୍ଶରେ ଅନୁପ୍ରାଣିତ ହେଉଛି ସମ୍ପୂର୍ଣ୍ଣ ଭାବରେ ବିଜୁ ଜନତା ଦଳ ଏବଂ ବିଜୁ ଆଦର୍ଶରେ ସଂଗଠନର ସମସ୍ତ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ତେଣୁ ବିଜୁ ଆଦର୍ଶରୁ ଚ୍ୟୁତ ହେବାର ପ୍ରଶ୍ନ ନାହିଁ। ଏ ଅଭିଯୋଗ ସମ୍ପୂର୍ଣ୍ଣ ଭାବରେ ନିରାଧାର। ଆପଣ ମୋର ହେଉଛନ୍ତି ଜଣାଶୁଣା ବିରୋଧୀ। ଆପଣ ସଂକଳ୍ପ କରିଛନ୍ତି ରାଜନୀତିରୁ ମୋତେ ନିଶ୍ଚିହ୍ନ କରିବାକୁ। ଆଉ ଆପଣ ଚିତ୍କାର କଲେ ମୋ ଉପରେ କାହିଁ ପ୍ରଭାବ ପଡ଼ିବ? ଆଦୌ ପ୍ରଭାବ ପଡ଼ିବ। ଯିଏ ବିଜୁବାବୁଙ୍କ ସହିତ ଥିଲେ, ନବୀନଙ୍କ ସହିତ ଥିଲେ, ବିଜୁ ଜନତା ଦଳରେ ଥିଲେ, ବିଜୁ ଜନତା ଦାୟିତ୍ୱ ନିର୍ବାହ କରୁଥିଲେ ସମ୍ପତ୍ତି ଭାବରେ, ସିଏ ଯଦି ଦଳ ତ୍ୟାଗ କରିବାକୁ ନିଷ୍ପତ୍ତି କରନ୍ତି ତାହେଲେ ନିଶ୍ଚିତ ଭାବରେ ଦଳ ପାଇଁ ଗୋଟେ ଚିନ୍ତାର କାରଣ। ଦେଖିବା କିଏ ଯାଉଛନ୍ତି, କ'ଣ କରୁଛନ୍ତି। ଆଉ ବିଜୁ ଲିଗାସି ରକ୍ଷା କରିବା ପାଇଁ ଯଦି କିଛି ବ୍ୟକ୍ତିବିଶେଷ ବା ବିଶିଷ୍ଟ ବ୍ୟକ୍ତିମାନେ, ବିଶିଷ୍ଟ ନେତାମାନେ ଏକାଠି ହେଲେ ସେଥିରେ ଆପତ୍ତି କିଛି ନାହିଁ, ତାହା ସ୍ୱାଗତ। ରାଜନୀତିରେ ଥିଲେ ଗୋଟିଏ ଦଳ ତାର ପ୍ରତିପକ୍ଷ ଦଳର କ୍ଷତି ସହିବା ପାଇଁ ଅହର୍ନିଶି ଉଦ୍ୟମ କରିବା ସ୍ୱାଭାବିକ। ବିଜେପି କଂଗ୍ରେସକୁ ସଫା କରିବାକୁ ଚାହୁଁଛି, କଂଗ୍ରେସ ବିଜେପିକୁ ପରାଜିତ କରିବାକୁ ଚାହୁଁଛି, ଅନୁରୂପ ଭାବରେ ବିଜେଡିର ସର୍ବନାଶ କରିବାକୁ ବିଜେପି ଚାହୁଁଛି। ଆଉ ବିଜେପିର ପରାଜୟ ହଉ ସେଥିପାଇଁ ଉଦ୍ୟମରେ ଅଛି, ସ୍ୱାଭାବିକ କଥା। ତେଣୁ ଏଥିରେ ନୂତନତା କିଛି ନାହିଁ। କିନ୍ତୁ ଯେଉଁ ଢଙ୍ଗରେ, ଯେଉଁ ମାତ୍ରାରେ, ଯେଉଁ ବ୍ୟସ୍ତତାରେ କାର୍ଯ୍ୟ କରାଯାଉଛି ତାହା ଘୋର ଆପତ୍ତିଜନକ ଏବଂ ଓଡ଼ିଶାବାସୀ ନିଷ୍ପତ୍ତି କରିବେ କାହାର ଭାଗ୍ୟ କ'ଣ ହେବ। ସେମାନେ ହେଉଛନ୍ତି ଭାଗ୍ୟ ବିଧାତା।